ଚଳିଲେ ତାକୁ ବହିଷ୍କାର ମଧ୍ୟ କରାହେଉଛି। ହେଲେ ଆମେ ଯଦି ଧର ଭାବି ନେବା ନାଇଁ କେଉଁ ନିୟମ ଅଛି, କେଉଁ ସମ୍ବିଧାନରେ ଲେଖା ଅଛି କଳାକାରକୁ ଟିକେ ଇଏ ବହିଷ୍କାର କରବ, ଇ ସବୁ କଥା ଯଦି କହିବା ଆମେ ତ ଧର ଆମେ ଯୋଉଟା ନିୟମ କରିଛୁ ମହାସଂଘ, ସେଇ ସଂଘର ନିୟମ ଯଦି ଯିଏ ନ ମାନିଲା ହେଲେ ଦୋଷୀକୁ ଦଣ୍ଡ ନାହିଁ ବୋଲି ତ ସମ୍ବିଧାନରେ ନାହିଁ ନା, ଦୋଷୀକୁ ଦଣ୍ଡ ଅଛି। ତେବେ ସେଇଟା ସୀମା ଅତିକ୍ରମ କରବାରୁ ଯେଉଁମାନେ କରିଛନ୍ତି ତାଙ୍କ ବିରୁଦ୍ଧରେ କିଛି ପିଲାମାନେ କହିଛନ୍ତି ଆଉ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଉ କାହାକୁ ହେଲେ ମୋର ଆଜି ମହାସଂଘ ପୂର୍ବ ଉପଦେଷ୍ଟା ନେତା ମାନୁନାହାନ୍ତି, ମନୁଷ୍ୟ କାମ କରୁଛନ୍ତି। ସେଥିପାଇଁ ଆମେ ନବରଙ୍ଗପୁର ଜିଲ୍ଲାରେ ତାଙ୍କୁ ବସେଇବାକୁ ଦେବୁନି, ବହିଷ୍କାର କରିଦେବୁ କହୁଛନ୍ତି। ଏଠି ରିପୋର୍ଟ ଦେଇଛନ୍ତି, ଏଥିରେ ଆପଣଙ୍କର ମତାମତ କଣ? ଦେଖନ୍ତୁ ଆଜ୍ଞା, ଆମର କଳାକାର ବୋଲେ ଯେଉଁଟା ଆମର ଭୁଲବା ଲେଖି ଭୁଲ ପାଇଁ ସମାନ ସମାନ ଯେଉଁଟା ଭୁଲ କରିଛନ୍ତି ଆଗାମୀ ଦିନରେ ଭୁଲ ହୋଇପାରିବନି। ତେବେ ଆଗକୁ ଆମକୁ କ'ଣ କରାଯିବ ସେଟା ଟିକେ ଯଦି ତାଙ୍କେ ହେଲା ମୋର ଭୁଲ ତ ହେଇଛି ମୁଇଁ ମାନୁଛି ସମାଧାନ ହେବି କହିଲେ ଏଠି କିଛି ନାହିଁ ଆହୁରି କଥାଟା। ତେଣୁ ଆପଣଙ୍କୁ ମୋର ଅନୁରୋଧ, ଦୟାପୂର୍ବକ କରି ଆପଣ ନାଇଁକି ଆମର ନବରଙ୍ଗପୁର ଜିଲ୍ଲା ସଂଘରେ ଗୋଟେ ଦିନ ଆସନ୍ତୁ, ନିଶ୍ଚୟ ସେଠାରେ ସମାଧାନ ହେଇଯିବ। ଏତିକି ମୋର ଅନୁରୋଧ। ଯେହେତୁ ତୁମମାନେ ଡ୍ୟାନ୍ସରେ ନାଚ କରିବା ଲୋକ ମିଲେ, ତୁମର ପା ଜ୍ଞାନ ଅଛି, ବୁଦ୍ଧି ଅଛି, ସବୁ ପ୍ରକାର ଅଛି, ସବୁ ଗୁରୁ ସହିତ ଆମର କଣ୍ଟାକ୍ଟ ରହିବ। ସିଏ ନବରଙ୍ଗପୁର ଗୁରୁ ହଉ, ଦାମଗୁରୁ ହଉ, କର୍ମଗୁରୁ ହଉ, ଯେକୌଣସି ଗୁରୁ ହଉ, ସବୁ ଗୁରୁ ପାଖରେ ତମର କଣ୍ଟାକ୍ଟ ରହିବ। ଆଉ ଯେଉଁ ଗୁରୁ ତମକୁ କି ଆସ ଆମକୁ ନାଟକ ଶିଖାଇବା ପାଇଁ ଆସ କରୁ, ତମେ ତମ ପାରିଶ୍ରମିକ ନେବ, ପାଙ୍ଗରେ କରିବ। କାହିଁକି ସବୁ ଗୁରୁର ନାଟକ ଉଠାଇବାଟା ହେଉଛି ଆମର ଅଭିଭକ୍ତ କୋରାପୁଟ ଜିଲ୍ଲାର ଗୋଟେ ମହତ୍ଵ ରହିବ, ମାନ ମହତ୍ଵ ହେଲା। ଆଉ ଗୋଟେ ଜିନିଷ ତୃତୀୟ କଥା କହୁଥିଲି ଯେ ତମେ ସବୁ କେତେ ଡ୍ୟାନ୍ସ କରୁଛ ବୁଝ ସବୁ ଜାଗାରେ ସେ ଗୀତ ଯାହା ହଉ ଡ୍ୟାନ୍ସ ସୁନ୍ଦର ଅଭିନୟ ବି ଭଲ ରହୁଛି। ତାହେଲେ ଗୋଟେ ଜିନିଷ କର କି ସବର ସବରଣୀ ହଉ କି ଦୁର୍ଗା କାଳୀର ଗୋଟେ ହଉ କି କୋଉଟା ଗୋଟେ ମାଇଥୋଲୋଜି ଚାଲ ଗୋଟେ ଶିଖିବା ପାଇଁ ଟିକେ ତାଣ୍ଡବ ହଉ କୁଚିପୁଡ଼ି ହଉ କୋଉଟା ହେଲେ ଗୋଟେ ଶିଖିବା ପାଇଁ ତମେ ଭିଡ଼ିଓ ଦେଖିଲେ ଆରାମ ଶିଖିପାରିବ। ତମ କଳାକାର ମାନେ ଜାଣିଛ ତାକୁ ଗୋଟେ ହେଦ ମଝିରେ ମଝିରେ ବୁଟ ଦେଲେ ଆମର ସଂସ୍କାର ପ୍ରତିଷ୍ଠା ରହିଛି, ଦିନ ଦିନ ପାଇଁ ରହିଯିବ। ତମେ ଏ ଆଇ ଲାଭ୍ ୟୁ ନାଟ କର କି ତମେ ସାମାଜିକ କର କି କାଳ୍ପନିକ କର, ଯାହା କର, କିନ୍ତୁ ତାର ମାଇଥୋଲୋଜି ବୋଲେ ଆମ ପୌରାଣିକ ଟିକେ ବେଶୀ ଥାଉ, ଅଳ୍ପ ଟିକେ ସେ ଅଳ୍ପ ଟିକେରେ ତମର ଏବେ ଯେତିକି ମର୍ଯ୍ୟାଦା ଅଛି ତାର 10 ଗୁଣ ମର୍ଯ୍ୟାଦା ହବ। ଆଉ ଗୋଟେ କଥା, ଭଡ଼ା ପ୍ଲେସ୍ କାହାକୁ କୁହାଯାଏ? ଯେ ପାରିଶ୍ରମିକ ଭଡ଼ା ତାକୁ ଭଡ଼ା ପ୍ଲେସ୍ କୁହାଯାଏ। ଗୁରୁମାନେ ତାଙ୍କର ନାଟ ଟିକେ ହାଇଲାଇଟ୍ ହଉ, ଲୋକ ଭଲ ପାଆନ୍ତୁ, ଆପଣମାନଙ୍କୁ ଦେଉଛନ୍ତି। କ'ଣ କରୁଛ? ଗୁରୁ ଡାକିଲେ ମୋତେ ଗାଡ଼ି ପଠା, ମୁଇଁ ଆଇବି, ମୁଇଁ ବରିଗୁମା ଦେ କି ନବରଙ୍ଗପୁର ଦେ କି ଅମୁକ ଜାଗା ଲଗାଉଦେ ମୋ କିଏ ଆନି ଆମ ଚିନ୍ତା ନାହିଁ। ତମ ନାଟ ଯୋଉଟା ହେବ ବୋଲେ ଆଗକୁ ଯୋଉଟା ମାନକୁ ପଡ଼ିବ। ଯେହେତୁ ଶିବାଲା ସାବଡ଼େ ନାହିଁ ଛୋଟ ଭାଇ ସାନ ଭାଇକି ଆମ ଆଦର ଦେବାର ହେଉଛି ଆମ ଧର୍ମ, ଆମର କର୍ମ। ସାନ ଭାଇ ପିଲାମାନଙ୍କୁ ଆମେ ଯେମିତି ପାଳୁଛୁ, କାକେ ପଳେଇ ପାଳବାକୁ ପଡ଼ିବ। ଏଇଟା ବୟୋଜ୍ୟେଷ୍ଠ ଗୁରୁମାନଙ୍କୁ ମଧ୍ୟ ଅନୁରୋଧ କରୁଛି, ସେମାନଙ୍କର ଯେଉଁ ପିଲା ଜନ୍ମ କରୁଛନ୍ତି ସେଭଳି ପିଲା ଜନ୍ମ କରୁଛନ୍ତି ଉତ୍କାପନ କରୁଛନ୍ତି। ଏବଂ ଗୋଟିଏ ଅନୁରୋଧ କରିବି, ଆମେ 5 ଜଣ ଦେଇଥିଲୁ, ଯଦି 7 ଜଣ ଦେଇଥାନ୍ତେ ବୋଲେ ଏ କଣ୍ଟ୍ରୋଭର୍ସି ହେବ ନା। ଯଦି ଆପଣମାନେ ଚାହିଁବେ ନବରଙ୍ଗପୁର ଜିଲ୍ଲାର କୋରାପୁଟ ଜିଲ୍ଲାର 7 ଜଣ ଦେଇଦେବେ ବୋଲେ ଏ କଣ୍ଟ୍ରୋଭର୍ସି ରହିବ ନାହିଁ। ଆମକୁ ମଧ୍ୟ ବହୁତ କାମ ଥାଉଛି, ଘନ ଘନ ମିଟିଂ ଫିଟିଂ ଆଟେଣ୍ଡ କରିବାଟା ଅସୁବିଧା ହେଉଛି। ଆମର ଏଇଟା ବୟସ ହୋଇଗଲାଣି ଖାଇ, ତେଣୁକରି ଏ ବିଷୟ ମଧ୍ୟ ଆପଣମାନେ ବିଚାର କରନ୍ତୁ। ଆପଣ ବିଚାର କରନ୍ତୁ, ଆପଣମାନେ ରାଜି ହେଲେ ଏ ବିଷୟ ରାଜି ହେବେ। କିନ୍ତୁ ଯେଉଁ 150 ପିଲାକୁ ଯେଉଁ ଯୋଗଦାନ ଦେବାଟା କରିବା ପାଇଁ ଯେଉଁ କହିଲ, ମୁଁ ବହୁତ ଧନ୍ୟବାଦ, ଆପଣମାନଙ୍କ ପାଖରେ ଆଭାରୀ। ଆମର ସଂଘ, ଆମର କଳେବର, ଆମର କୁଟୁମ୍ବ ବଢ଼ିଗଲା, ବହୁତ ସୁଖର କଥା। ଜୟ ହିନ୍ଦ।
ଭିଜିଟ୍ କରିଛନ୍ତି ଆହୁରି ପ୍ରାୟ 150 ପିଲା ବାକି ନାହାନ୍ତି ତେବେ ମୁଁ ପିଲାମାନଙ୍କୁ ମଧ୍ୟ ପଦେ କହୁଛି ଦେଖ ହେଲେ ତମେ ଡ୍ୟାନ୍ସ କରୁଛ ଗୁରୁଙ୍କ ସାଙ୍ଗରେ ଯାଇକରି ଶିକ୍ଷାରେ ସହଯୋଗ କରୁଛ ଗାଇବାରେ ସହଯୋଗ କରୁଛ ତମେ ମୋତେ ନିଜେ ଗୋଟେ ଗୁରୁ ହେବାକୁ ଯାଉଛ ନାଇଁକି ହେଲେ ଆମର କର୍ଣ୍ଣ ଗୁରୁ ମଧ୍ୟ ଗୁରୁ ଏକା ଦାମ ଗୁରୁ ଏକା ଆମେ ମଧ୍ୟ ଆମର ଗୋଟେ ଗୁରୁ ଥିଲୁ ଏକା ଏବେ ଟିକେ ବୟସ୍କ ହେବାକୁ ଆମେ ହିଁ ବସି ପଡ଼ିଛୁ କିନ୍ତୁ ଆମେ ଗୁରୁ ଏକା ବର୍ତ୍ତମାନ ମଧ୍ୟ ଆମେ ଗୁରୁ ଏକା ତେବେ ତମେ ଶିଷ୍ୟ ଏକା ଆମର ଅନ୍ତେ ତମେ ଗୁରୁ ହବ ଏଟା ନୂଆ କଥା ନାହିଁ ଆମେ ଆଜି ଅଛୁ ବାବା ଆମେ କାଲି ଚାଲିଯିବୁ କର୍ଣ୍ଣ ଭାଇ ଚାଲିଯିବେ ଦାମ ଭାଇ ଚାଲିଯିବେ ହେଲେ ଗୁରୁ କିଏ ହେବେ ଆପଣମାନେ ହେବେ ନା ଭାଇ ଆପଣ ଗୁରୁ From Shiva Chittagiri Ebe. identified by Truecaller. ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର ଯୋଉ ଆମେ ବୟୋଜ୍ୟେଷ୍ଠ ଗୁରୁମାନେ ଅଛୁ ତମେ ଏବେ ଯେତିକି ହେଲେ ମଧ୍ୟ ଶିଶୁ ଆକା କହି ମାନାଯିବ ନା ନା କ'ଣ କହୁଛ ଗୁରୁ ମାନାଯିବ କି ଶିଷ୍ୟ ମାନାଯିବ ଏବେ ବାବୁମାନେ ଏବେ ଯିବେ ଆମର ପ୍ରଦୀପ ଯିବ ଏଇଟା କାହାର ନା ପ୍ରଦୀପର ନାଁ କହିବେ ନାହିଁ କାହାର ଦାମୁର ନାଁଟା କହୁଛନ୍ତି ଏଇଟା କାହାର ନାଁ ଯେ ଗାଉ କର୍ଣ୍ଣର ନାଁ କହୁଛନ୍ତି କି ନାହିଁ ଭାଇ କହୁଛନ୍ତି ଏକା ତେବେ ଅଙ୍କ ଗୁରୁରୁ ବୋଲି କହୁଛନ୍ତି ହେଲେ ମୋର କହିବା କଥା ସମସ୍ତେ ଗୋଟେ ପରିବାର ତମେ ଦାମୁ ସାଙ୍ଗରେ ଯେମିତି ଗୁରୁ ଶିଷ୍ୟଙ୍କର ପ୍ରେମ ଅଛି ସ୍ନେହ ଅଛି ତମେ ମୋର ସାଙ୍ଗରେ ମଧ୍ୟ ସେଇ ପ୍ରେମ ସ୍ନେହ ରଖିବାର ଅଛି ଆଉ ସଙ୍ଗ ହାଁ? ଆଉ ସଙ୍ଗକୁ ନିଶ୍ଚିତ ସମସ୍ତଙ୍କୁ ମଧ୍ୟ ସେଇ ପ୍ରେମ କରବାର ଅଛି ନୀତି ନିୟମକୁ ଟିକେ ମାନବାର ଅଛି ହେଲେ ପ୍ରଥମ କଥା ମୁଇଁ କହୁଛି ବ୍ଲକରେ ଯେ ଯାର ବ୍ଲକରେ ପ୍ରଥମେ ତମେ ଯାଇନ ହୁଅ ବ୍ଲକ ସହିତ ବ୍ଲକ ଯେତିକି କଳାକାର ଅଛ ତମେ ବା ଆମେ ଯେତିକି ଗୁରୁ ଅଛୁ ସବୁ ଗୋଟେ ଜୀବନ ହେଇକରି ପ୍ରେମ ସ୍ନେହରେ ସବୁ ବ୍ଲକରେ ବାନ୍ଧି ହେଇକରି ଚଳବା ତାପରେ ଜିଲ୍ଲା ସଂଘକୁ ଯିବା ଜିଲ୍ଲା ସଂଘରେ ପ୍ରେମ ସ୍ନେହ ହେଇକରି ତା ଜିଲ୍ଲାର ନୀତି ନିୟମ ମାନିକରି ଚଳବା ତାର ପଛେ ମହାସଂଘର ନିୟମକୁ ପାଳନ କରିବା ଆର୍ ସେଠି ଯାଇକରି ଆଡମିସନ ହେବା ଯେ ପ୍ରଥମେ ମୋର ଅନୁରୋଧ ଯେ ଆପଣମାନେ କେମିତି ଭାବୁଛନ୍ତି ହେଲେ କିନ୍ତୁ ବ୍ଲକ ହିସାବରେ ପ୍ରଥମେ ଜଡ଼ିତ ହେବା ସ୍ନେହ ମମତା ଆମର ବାନ୍ଧି ହେଇକରି ଯେମିତି ରହିବ एक क्लास ना पड़ी मैट्रिक पास ମୋତେ ଜଏନ୍ କରବୁ ବୋଲେ ସେଇଟା ବି ଟିକେ ଅଡୁଆ ବାବା ମୋତେ ଖରାପ ଭାବନା ବୁଝିବାକୁ ପଡ଼ିବ ଭାଇ ତଥାପି ଏବେ ବ୍ଲକ ସଂଘରେ ଆଗେ ସାମିଲ ହେଇକରି ସବୁ ପ୍ରେମ ସ୍ନେହରେ ରହିବା ରହିକରି ହିଁ ଆମର ବ୍ଲକର ପିଲା ଗୋଟେ କିସ୍ ଗୋଟେ କାମ ହେଇଗଲା କି କଣ ଗୋଟେ ବିପଦ ପଡିଗଲା ଆମେ ବ୍ଲକ ବାଲା ମଧ୍ୟ ଧାଇଁ করে ବାବା ତମେ ଅନ୍ୟଟା ମନେ ଭାବ ନାହିଁ ଆଜି ଆମର ବ୍ଲକର ଅଛି ପ୍ରଦୀପ ଅଛି ତାଙ୍କର ଗୁରୁ କର୍ଣ୍ଣ ହଉନା ଦାମୁ ହଉନା ଡମରୁ ହଉନା କୁନୁ ହଉନା ଯେ ହଉନା କାହିଁକି କିନ୍ତୁ ଆମର ବ୍ଲକର ପିଲାକୁ ଆମକୁ କିଛି କୋଉ ଦିନ ଗୋଟେ ଆପଦ ବିପଦ ହେଇଗଲା ଆମେ ଧାଇଁବୁ ନା ଭାଇ ଆମର ବ୍ଲକ ପାଇଁ ଆମର ବ୍ଲକର ପିଲା ପାଇଁ ଆମେ ଧାଇଁବୁ ସେଇ ହିସାବରେ ତମେ ନିଜର ବ୍ଲକ ସହିତ ସମ୍ପର୍କ ରଖ ଘନିଷ୍ଠ ସମ୍ପର୍କ ରଖ ତେବେ ତାପରେ ଆମର ଜିଲ୍ଲା ସଂଘ ହେବ ଆମର ନବରଙ୍ଗପୁର ଜିଲ୍ଲା ସଂଘରେ ମଧ୍ୟ ସାମିଲ ହେବ ତାପରେ ମହାସଂଘ ମଧ୍ୟ ସାମିଲ ହେବ ପ୍ରଥମ କରି ଆଗ ବ୍ଲକରେ ସବୁ ପିଲା ଏଙ୍ଗେଜ ହେଇଯାଅ ବ୍ଲକରେ ତାପରେ ଜିଲ୍ଲା ସଂଘ ତାପରେ ମହାସଂଘ ଏତିକି କରି ମୋର କରି 500 ଜଣ ଲେଖା ହେଇଛି ତମର ମିଟିଂ ଯୋଉ ହଉଛି ନବରଙ୍ଗପୁରରେ ଆଉ 2 ଜଣ ତାଙ୍କେ ମାଗୁଛନ୍ତି କାହିଁକି ଆଗାମୀ ଦିନରେ ଆମର ଗୁରୁ କହିଲା ବେଳା ଶିଖଉଥିଲେ ନୃସିଂହ ଶିଖଉଥିଲେ ସୌଦେଶ ଶିଖଉଥିଲା ଚିତ୍ରବାଇ ଶିଖଉଥିଲା ଆମର ସବୁ ଲୋକ ମିଶା ପ୍ରଚଳନ ଚାଲିଛି
ଶିଖଉଥିଲେ ତାଙ୍କର ଥିଲା ଶିଖଉଥିଲେ ବର୍ତ୍ତମାନ ସେମାନେ ପୋଷ୍ଟ ଦେଇଛନ୍ତି କାଲି ସକାଳେ ଏମାନେ ମିଶା ବସିଥିବେ ଆଗାମୀ ପିଢ଼ି ଆଉ କିଏ ମାନେ ବାହାରିବେ ଆଗାମୀ ପିଢ଼ିରେ ପିଢ଼ି କି ପିଢ଼ି ଅଛି ଆଜି ତାଙ୍କର ଲାଟେରୀ ପଡୁଛି କାଲି ସକାଳେ ତମର ଲାଟେରୀ ମିଶା ପଡୁଛ ଏସବୁ ଚାଲ ମୁଇଁ କେବଳ କଣ କି 5 ଜଣ ପାଖରେ ଆଉ 2 ଜଣ ମିଶ ହବ କି ତମର ଜିଲ୍ଲା ଫର୍ମଟେ ପକ ଭାବି ଚିନ୍ତିକିରି ପକ ଅଧେ ଲୋକ ତମେ ଯାହା ମନା କର ଏଇଠି ଘଟଣା କିଛି ହଉଛି କାନ ଇଏ କହିଦଉଛି ଆଜି ମୋ ପାଟିରୁ ଆଜିର ଏ ଯୋଉ କ୍ୟାବିନେଟ ଜରୁରୀକାଳୀନ କ୍ୟାବିନେଟ ଡାକବା କାରଣ ଆଉ ଏଠି ଯୋଗ ଦେଇଥିବା ଖବର ଶିକ୍ଷିତ ଦେଶାନାଥ ଗୁରୁ ମହାସଂଘ ଅଭିଭକ୍ତ କୋରାପୁଟ ଜିଲ୍ଲା ସଭାପତି ମହୋଦୟ ନବରଙ୍ଗପୁର ଜିଲ୍ଲା ଜେଡକେଏସ୍ଏସ୍ ସଭାପତି ମହୋଦୟ କାର୍ତ୍ତିକ ବତ୍ରା ତଥା ମହାସଂଘର ସମ୍ପାଦକ ଆଦିତ୍ୟ ସାର୍ ମୋର ନିଜ ଗୁରୁ ବୈଜୟନ୍ତ ଗୁରୁ ବର୍ଣ୍ଣଗୁରୁ ଏବଂ ନବରଙ୍ଗପୁର ଜିଲ୍ଲା 10 ବ୍ଲକରୁ ଆସିଥିବା କ୍ୟାବିନେଟ ମେମ୍ବର ମହୋଦୟ ନବରଙ୍ଗପୁର ଜିଲ୍ଲା ନାଟଗୁରୁ ସଭାପତି ମହୋଦୟ ଏବଂ ଆମର ଦାମଗୁରୁ ମହୋଦୟ ଏବଂ ଆଜିର ମିଟିଂରେ ଉପସ୍ଥିତ ଥିବା ସମସ୍ତ ଅଭିନୟ କରୁଥିବା ମୋର ଗୁରୁ ଭାଇମାନେ ସମସ୍ତଙ୍କୁ ମହାସଂଘ ତରଫରୁ ହାର୍ଦ୍ଦିକ ନମସ୍କାର। ଦେଖନ୍ତୁ ଆଜି ହଠାତ୍ ଆମେ କ୍ୟାବିନେଟ ଡାକବାର କାରଣ ଏ ଯୋଉ ଦୁନିଆ ପ୍ରକାର କଣ୍ଟ୍ରୋଭର୍ସି ବାହାରୁଛି ଏସବୁ ଜିନିଷରେ ନେଇକି ଆମର ମୁଣ୍ଡ ଯାକ ଆଉ କାମ ଆଜି ଗୋଟେ ପିଲା କୋଉଠି ନାଟକୁ ଯାଇଛି କଣ କରିଦେଲା ସେଟା ଆମର ପାଖରେ ଖବର ନଥିବ ଗୋଟେ ଭୁଲ ହେଇଗଲା ପରେ ନେଇକି ବାରମ୍ବାର ଆମକୁ ପ୍ରେସର ଆସୁଛି ଯେ ତମେ ଏଇଠି କଣ କରୁଛ ସେ ଜାଗାରେ ଏମିତି ହେଇଗଲାନି ତମେ କାହିଁକି ସେ ଜାଗାରେ ଯାଇ ପହଞ୍ଚୁନ କାହିଁକି କରୁନ ତେଣୁ ମୁଁ ସବୁ ଗୁରୁ ଭାଇମାନଙ୍କୁ ଲେକ୍ଚର ଭାଇମାନଙ୍କୁ ମୁଁ ଗୋଟେ ଅନୁରୋଧ କରୁଛି ଦେଖନ୍ତୁ ଆପଣମାନେ ଯାଉଛନ୍ତି ନାଟ କରୁଛନ୍ତି ଠିକ ଅଛି କିନ୍ତୁ ବର୍ତ୍ତମାନ ଏ ସଂଘ ଯାହା ନିୟମାବଳୀ ସଂଘ ଯାହା ନିଷ୍ପତ୍ତି ନେଇଛି ସେ ଲିମିଟ୍ ଭିତରେ ଆମେ ଟିକେ ରହିବା ପାଇଁ ଚେଷ୍ଟା କରିବା।